ଏବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଆସିଛି ଏକ ବହୁତ ହି ବଡ଼ ଗୁରୁତ୍ୱପୂର୍ଣ୍ଣ ଆପଡେଟ୍। ଏ ଯେଉଁ ଆପଡେଟ୍ରେ କି କୁହାଯାଇଛି ବନ୍ଦ ହେବ ନାହିଁ BSKY କାର୍ଡ଼। ତ କ'ଣ ରହିଛି ଆପଡେଟ୍, ଆଜିର ଭିଡ଼ିଓରେ ସମ୍ପୂର୍ଣ୍ଣ ତଥ୍ୟ ମୁଁ ଆପଣଙ୍କୁ ଦେବା ପାଇଁ ଯାଉଛି। ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତ ଜୟ ଜଗନ୍ନାଥ ଫ୍ରେଣ୍ଡସ୍, ସ୍ୱାଗତ କରୁଛି MVJ ଇନଫର୍ମରର ଆଉ ଏକ ନୂଆ ଭିଡ଼ିଓରେ। ଭିଡ଼ିଓଟି ପସନ୍ଦ ଆସିଲେ ଭିଡ଼ିଓଟିକୁ ଲାଇକ୍ କରିବେ, ଆଉ ଚ୍ୟାନେଲରେ ଯଦି ନୂଆ ଥାନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ନୋଟିଫିକେସନ୍ ଆଇକନ୍କୁ ଅଲ୍ରେ ସିଲେକ୍ଟ କରିଦେବେ। ଓଡ଼ିଶାରେ ସରକାର ବଦଳିବା ପରେ ବିଜେଡ଼ି ସରକାରଙ୍କର ସବୁଠାରୁ ଲୋକପ୍ରିୟ ଯୋଜନା BSKY କାର୍ଡ଼କୁ ନେଇ ବହୁତ ବଡ଼ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ପ୍ରକୃତରେ ବର୍ତ୍ତମାନ ସମୟରେ ଏହି BSKY ଯୋଜନା ଲାଗୁ ହେବ କି ନାହିଁ, ହସ୍ପିଟାଲ ଗୁଡ଼ିକରେ ଏହି କାର୍ଡ଼ କାମ କରିବ କି ନାହିଁ, ଏହାରି ଭିତରେ ଅନେକ ଗୁଡ଼ିଏ ହସ୍ପିଟାଲ BSKY ଯୋଜନା କାମ କରୁନାହିଁ ବୋଲି ରୋଗୀଙ୍କୁ ଫେରାଇ ଦେବାର ଅଭିଯୋଗ ଆସିବା ପରେ ତାକୁ ସ୍ଫଟିକରଣ କରିଛି ସ୍ୱାସ୍ଥ୍ୟ ବିଭାଗ। ସ୍ୱାସ୍ଥ୍ୟ ସଚିବ ଶାରିଣୀ ପଣ୍ଡିତଙ୍କ କହିବା ଅନୁଯାୟୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା BSKY ଏବେ ବି ଜାରି ରହିଅଛି। BSKYକୁ ନେଇ ଘରୋଇ ହସ୍ପିଟାଲ ସହ ରାଜ୍ୟରେ କାର୍ଯ୍ୟ କରୁଥିବା MOU ଏବେ ବି ବଳବଦ୍ଧ ଭାବରେ କାର୍ଯ୍ୟ କରୁଅଛି। ରାଜ୍ୟରେ ବିଜେପି ସରକାର ଆସିବା ପରେ ସାମାଜିକ ଗଣମାଧ୍ୟମରେ ପ୍ରଚାର ହେଉଅଛି ଯେ ଘରୋଇ ହସ୍ପିଟାଲ ଗୁଡ଼ିକରେ BSKYର ମାଗଣା ଚିକିତ୍ସା ଆଉ ପାଇବେ ନାହିଁ, ତେଣୁ ସେମାନେ ଡାକ୍ତରଖାନାକୁ ରୋଗୀମାନଙ୍କୁ ଭର୍ତ୍ତି କରିବା ପାଇଁ ଅମଙ୍ଗ ପ୍ରକାଶ କରୁଛନ୍ତି। କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ତାକୁ ମିଛ ବୋଲି କହିଅଛି। ଗତକାଲି ବିଜେପି ରାଜ୍ୟ ସଭାପତିଙ୍କର ବୟାନ ଏହିପରି ଦ୍ୱନ୍ଦ୍ୱକୁ ବଢ଼ାଇ ଦେଇଥିଲା। ପରେ ଏନେଇ ସଭାପତି ମନମୋହନ ସାମଲ ସ୍ପଷ୍ଟୀକରଣ କରିଛନ୍ତି ଯେ ଏପର୍ଯ୍ୟନ୍ତ BSKY କାର୍ଡ଼ ବନ୍ଦ କରାଯାଇ ନାହିଁ। ଏବେ ବି BSKY ଯୋଜନା ଲାଗୁ ରହିଅଛି ଏବଂ ଏକଥା ମଧ୍ୟ କହିଛନ୍ତି ଯେ ବହୁତ ଶୀଘ୍ର ଓଡ଼ିଶାବାସୀଙ୍କୁ ଆୟୁଷ୍ମାନ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ଏବଂ ଏହି ଆୟୁଷ୍ମାନ ଯୋଜନା ଅନୁଯାୟୀ ଓଡ଼ିଶାବାସୀଙ୍କୁ 5 ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ପ୍ରଦାନ କରାଯିବ। ସାରା ରାଜ୍ୟରେ BSKYକୁ ନେଇ ଯେଉଁ ଦ୍ୱନ୍ଦ୍ୱ ଚାଲିଥିଲା ତାକୁ ସ୍ପଷ୍ଟୀକରଣ କରିବା ସହ ସ୍ୱାସ୍ଥ୍ୟ ବିଭାଗ ଟୋଲ୍ ଫ୍ରି ନମ୍ବର ମଧ୍ୟ ଜାରି କରିଅଛି। BSKY କାର୍ଡ଼ ସମ୍ବନ୍ଧୀୟ ଯେକୌଣସି ଅସୁବିଧା ହେଲେ ହିତାଧିକାରୀମାନେ 104ରେ ସିଧାସଳଖ ଯୋଗାଯୋଗ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି।